ଏକ ଫେବୃଆରୀ 2025 ଦିନ ଶନିବାର ମାଘ ମାସ ଶୁକ୍ଲପକ୍ଷ ମକର 19 ଦିନ ଆଜିର ତିଥି ଓ ନକ୍ଷତ୍ର ତୃତୀୟା ଦିବା 11:39 ପର୍ଯ୍ୟନ୍ତ, ପୂର୍ବଭାଦ୍ର ନକ୍ଷତ୍ର ରାତ୍ର 2:33 ପର୍ଯ୍ୟନ୍ତ, କୁମ୍ଭଚନ୍ଦ୍ର ରାତ୍ର 8:58 ପର୍ଯ୍ୟନ୍ତ, ସୂର୍ଯ୍ୟ ଦର୍ଶନ 6:23 ଓ ସୂର୍ଯ୍ୟାଶିଷ 5:36। ଆଜି ବୃଷ ସିଂହ କନ୍ୟାଶ୍ୱରଙ୍କର ଘାତ 12 ଓ ଆଜି ମିଥୁନ ଓ ମୀନରାଶିଙ୍କର ଘାତ ଚନ୍ଦ୍ର। ଆଜିର ଶୁଭ ବେଳ ଦିବା 9:22 ଠାରୁ ଦିବା 10:23 ପର୍ଯ୍ୟନ୍ତ, ଦିବା 3:25 ଠାରୁ ଦିବା 4:45 ପର୍ଯ୍ୟନ୍ତ, ରାତ୍ର 8:13 ଠାରୁ ରାତ୍ର 10:45 ପର୍ଯ୍ୟନ୍ତ। ନିଷିଦ୍ଧ ଖାଦ୍ୟ ଆଜି ପୋଟଳ ଓ ଦିବା 11:39 ପରେ ମୂଳାଭକ୍ଷଣ ନିଷେଧ। ତ ମେଷଠାରୁ ଆରମ୍ଭ କରି ମୀନରାଶି ବ୍ୟକ୍ତି କ'ଣ କହିଥାଏ ଆଜି ଆପଣଙ୍କର ରାଶି, କ'ଣ କହିଥାଏ ଆଜି ଆପଣଙ୍କର ଗ୍ରହ ନକ୍ଷତ୍ର ଓ ଆଜି ଆପଣଙ୍କୁ ଏପରି କେଉଁ ଉପାୟ କରିବା ଆବଶ୍ୟକ ଯାହାଫଳରେ ଆଜି ଆପଣଙ୍କର ଦିନଟି ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ। ଏହି କ୍ରମରେ ସବୁଠାରୁ ପ୍ରଥମେ ଆସନ୍ତୁ ଜାଣିବା ମେଷ ରାଶି ବିଷୟରେ। ଆଜିର ଦିନଟି ବିଭିନ୍ନ ପ୍ରକାରର ଘାତ ପ୍ରତିଘାତ ଦେଇ ଗତି କରିବ। ଚିନ୍ତିତ ରହିବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ହେବ। କୌଣସି ଗୋଟିଏ ଦୁଃ ସମ୍ବାଦ ପ୍ରାପ୍ତ ହେବ। କୌଣସି ନିକଟ ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟକୁ ନେଇ ଆପଣ ଚିନ୍ତିତ ରହିବେ। କୌଣସି ଗୋଟିଏ ଅପ୍ରିୟ ପରିସ୍ଥିତି ଆପଣଙ୍କ ସାମ୍ନାକୁ ଆସିବ। ଅଯଥା ଆଶଙ୍କା ଅନୁଭବ କରିବେ। ମନ ବ୍ୟାକୁଳ ରହିବ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ହେବ। ଏଥିପାଇଁ ଆଜି ଆପଣ କଥା କହିବା ସମୟରେ ସଠିକ୍ ଶବ୍ଦର ଚୟନ କରନ୍ତୁ। ତରତର ହୋଇ କୌଣସି ବି ନିଷ୍ପତ୍ତି ନିଅନ୍ତୁ ନାହିଁ। ପାଖ ଲୋକ ଶତ୍ରୁତା ଆଚରିବେ। ପାରିବାରିକ ଜୀବନରେ ହତାଶ ଭାବ ଦେଖାଦେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ମିଥ୍ୟା ନିନ୍ଦା ଅପବାଦର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁବର୍ଗରେ ଅପଦସ୍ଥ ହୋଇପାରନ୍ତି। ଥଟ୍ଟା ପରିହାସର ପାତ୍ର ହୋଇପାରନ୍ତି। ଅକାରଣରେ କୌଣସି ବିବାଦ ମଧ୍ୟକୁ ଛନ୍ଦି ହୋଇପାରନ୍ତି। ତ ଆଜି ଆପଣ ସମ୍ପୂର୍ଣ୍ଣ ରୂପେ ଖରାପ ମିତ୍ର ଓ କୁସଙ୍ଗଠାରୁ ଏବଂ କୁ ଅଭ୍ୟାସଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରୁହନ୍ତୁ। ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ରହିଛି। କିଛି ଛୋଟମୋଟ ଶାରୀରିକ ସମସ୍ୟା ଦେଖାଦେଇପାରେ। ସେଥିପାଇଁ ଆଜି ଆପଣ ଯେତେ ବି ଛୋଟିଆ ରୋଗଟିଏ ହୋଇଥିଲେ ମଧ୍ୟ ଆପଣ ତାହାର ଅବହେଳା କରନ୍ତୁ ନାହିଁ। ଡାକ୍ତର ପରାମର୍ଶ କରନ୍ତୁ ଓ ଚିକିତ୍ସା କରନ୍ତୁ। ନିଜ ପ୍ରତି ଅବହେଳା କରନ୍ତୁ ନାହିଁ ଓ ଆଜି ବାହାରର ଖାଦ୍ୟପଦାର୍ଥଠାରୁ ଦୂରେଇ ରୁହନ୍ତୁ। କାହାର ଉପକାର କରି ଧୋକା ପାଇବେ। କର୍ମକ୍ଷେତ୍ରରେ ଧନ୍ଦୀ ହେବେ। ଚୌର ଭୟ ରୋଗ ଅଛି। ସେଥିପାଇଁ ଆଜି ସାବଧାନ ରୁହନ୍ତୁ। ମହିଳାମାନେ ବାହାରକୁ ଯିବା ସମୟରେ ସତର୍କ ରୁହନ୍ତୁ। ଶତ୍ରୁ ଆପଣଙ୍କ ପ୍ରତି ଷଡ଼ଯନ୍ତ୍ର କରିପାରନ୍ତି। ଅକାରଣରେ କ୍ଷତିର ସମ୍ମୁଖୀନ ହେବେ। କଳହ ଆଦିରେ ପଡ଼ିପାରନ୍ତି। ପ୍ରତ୍ୟେକଟି କାର୍ଯ୍ୟ ପ୍ରମାଦବହୁଳ ହେବ। ବ୍ୟବସାୟୀମାନଙ୍କୁ ସ୍ୱଳ୍ପ ଲାଭରେ ସନ୍ତୁଷ୍ଟ ହେବାକୁ ପଡ଼ିବ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ ନୁହେଁ। ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ଅନୁକୂଳ ନୁହେଁ। ଆଜି ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କିଛି ନଡ଼ିଆ ତେଲ ଓ କିଛି ବାଦାମ କୌଣସି ଏକ ମନ୍ଦିରରେ ଦାନ କରନ୍ତୁ ଏବଂ ଆଜି ଆପଣ କେବେ ବି ଲୋଭଗ୍ରସ୍ତ ହୁଅନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ବୃଷ ରାଶି ବିଷୟରେ ଜାଣିବା। ଶାରୀରିକ କ୍ଲେଶ ଅନୁଭବ କରିବେ। ମନରେ ବିଷର୍ଣ୍ଣତା ଭାବ ଆସିବ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବ। ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ। ପରିବାରରେ ବିଶୃଙ୍ଖଳା ଦେଖାଦେବ। ଋଣ ପରିଶୋଧ ପାଇଁ, ରୋଗ ପାଇଁ, ଔଷଧ କିଣିବା କିମ୍ବା ଶତ୍ରୁଙ୍କ ଦ୍ୱାରା କରାଯାଉଥିବା ସମସ୍ୟା ପାଇଁ ଖର୍ଚ୍ଚାନ୍ତ ହେବେ। ଆଜି ଯେଉଁ ବି କାର୍ଯ୍ୟ ହାତକୁ ନେବେ ପ୍ରତ୍ୟେକଟି କାର୍ଯ୍ୟ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ଆପଣଙ୍କର ସମ୍ମାନରେ ଆଞ୍ଚ ଆସିପାରେ। ସେଥିପାଇଁ ଆଜି ଆପଣ ସମ୍ପୂର୍ଣ୍ଣ ରୂପେ କୁସଙ୍ଗ ଓ ଖରାପ ମିତ୍ରମାନଙ୍କଠାରୁ ଦୂରେଇ ରୁହନ୍ତୁ। ନାହିଁ ତ ଅକାରଣରେ ବିପଦରେ ପଡ଼ିପାରନ୍ତି। କୌଣସି ବଡ଼ ଧରଣର ନିର୍ଣ୍ଣୟ ବା ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ। ବଡ଼ ଧରଣର ନିବେଶ ଆଜିର ଦିନରେ ଆପଣଙ୍କ ପାଇଁ ଠିକ୍ ନୁହେଁ। ମର୍ଯ୍ୟାଦା ହାନିର ଆଶଙ୍କା ରହୁଅଛି। ସେଥିପାଇଁ ଆଜି ଆପଣ କୁସଙ୍ଗଠାରୁ ଦୂରେଇ ରୁହନ୍ତୁ। ନାହିଁ ତ ବିପଦରେ ପଡ଼ିପାରନ୍ତି। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ ନୁହେଁ। ଦ୍ୱନ୍ଦ୍ୱରେ ପଡ଼ି କାର୍ଯ୍ୟ କରିବେ। ପାଖ ପଡ଼ୋଶୀ ଶତ୍ରୁତା ପରି ବ୍ୟବହାର କରିବେ। ଆପଣ ଭଲ କଥା କହୁଥିଲେ ବି ଲୋକମାନେ ତାହାର ଖରାପ ଅର୍ଥ କରିପାରନ୍ତି। ସେଥିପାଇଁ କଥା ହେବା ସମୟରେ ଆପଣଙ୍କର ଶବ୍ଦ ଉପରେ ଧ୍ୟାନ ରଖନ୍ତୁ। ପିତାପୁତ୍ରଙ୍କ ମଧ୍ୟରେ ମତାନ୍ତର କିମ୍ବା ମନାନ୍ତର ଦେଖାଦେବ। ମୁଣ୍ଡରେ ସାମାନ୍ୟ ଭାରିପଣ ରହିବ। ପୂର୍ବ ଯୋଜନାରେ ତ୍ରୁଟି ଦେଖାଦେବ। ଛାତ୍ରଛାତ୍ରୀମାନେ ଖାମଖିଆଲି ସ୍ୱଭାବର ହେବେ। ସମୟର ଅପଚୟ କରି ପଶ୍ଚାତାପ କରିବେ। ବ୍ୟବସାୟୀମାନଙ୍କ ଲାଗି ଦିନଟି ସେତେଟା ଭଲ ନୁହେଁ। କାରବାର ସଂକୁଚିତ ହେବ। ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତି ଆଜି ସହକର୍ମୀଙ୍କ ସହ କଥା ହେବା ସମୟରେ ସାବଧାନ ରୁହନ୍ତୁ। ପାରିବାରିକ ଅଶାନ୍ତି ମାନସିକ ଚିନ୍ତା ବଢ଼ାଇବ। ମୋହର ବଶବର୍ତ୍ତୀ ହୋଇ କୌଣସି କାର୍ଯ୍ୟ ଆପଣଙ୍କ ପାଇଁ ଭୁଲ ସାବ୍ୟସ୍ତ ହେବ। ସ୍ୱାସ୍ଥ୍ୟଗତ ସଚେତନତାର ଆବଶ୍ୟକତା ରହିଛି। କାରଣ କିଛି ଛୋଟମୋଟ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ। ଆଜି କୌଣସି ବି ନିବେଶ ଆପଣଙ୍କ ପାଇଁ ଠିକ୍ ନୁହେଁ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ଅନ୍ଧ ବ୍ୟକ୍ତିଙ୍କୁ ଭୋଜନ କରନ୍ତୁ। ଯଦି ନ ମିଳନ୍ତି ତ କୌଣସି ଦିନଦୁଃଖୀଙ୍କୁ ଭୋଜନ କରନ୍ତୁ ଏବଂ ଆଜି ଆପଣ କାହାରି ସହିତ ବି ସ୍ୱାର୍ଥପରତାର ବ୍ୟବହାର କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ମିଥୁନ ରାଶି ବିଷୟରେ ଜାଣିବା। କୌଣସି ଗୋଟିଏ ବିବାଦୀୟ ଘଟଣାର ଅବସାନ ଘଟିବ। ବହୁଦିନର ଆଶା ପୂରଣ ହେବ। କୌଣସି ଗୋଟିଏ ହଜିଯାଇଥିବା ଦ୍ରବ୍ୟର ସନ୍ଧାନ ପାଇବେ। ମହିଳାମାନେ କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସାର ଅଧିକାରୀ ହେବେ। ମହିଳାମାନଙ୍କ ପାଇଁ ଆଜିର ଦିନଟି ଅତ୍ୟନ୍ତ ଶୁଭଫଳଦାୟକ ରହିବ।
ପ୍ରତ୍ୟେକଟି କାର୍ଯ୍ୟରେ ସମସ୍ତଙ୍କର ପ୍ରିୟ ପାଲଟିଯିବେ। ପରିବାରରେ ସମସ୍ତଙ୍କର ପ୍ରିୟଭାଜନ ହେବେ। ଚାକିରି କ୍ଷେତ୍ରରେ ଥିବା ବ୍ୟକ୍ତି ଉଚ୍ଚ ଅଧିକାରୀଙ୍କ ନିକଟତର ହେବେ ଓ ଏହା ଏମାନଙ୍କ ପାଇଁ ଆଗକୁ ସୁପରିଣାମ ଆଣିକରି ଆସିବ। କୌଣସି ଗୋଟିଏ ପୂର୍ବ ଯୋଜନା ମନ ମୁତାବକ ସଫଳତା ଲାଭ କରିବ। ମହିଳାମାନେ ଗୃହ ନିପୁଣ ରହିବେ। ପରିବାରରେ ସମସ୍ତଙ୍କର ପ୍ରିୟଭାଜନ ହେବେ। ଦାମ୍ପତ୍ୟ ଜୀବନ ସୁଖପୂର୍ଣ୍ଣ ବିତିବ। ଆବଶ୍ୟକ ସହଯୋଗ ପାଇବେ। ଆର୍ଥିକ କ୍ଷେତ୍ରରେ ଉନ୍ନତି ଘଟିବ। ସାମାଜିକ କାର୍ଯ୍ୟ ପ୍ରତି ମନ ବଳିବ। ପର ପାଇଁ କାର୍ଯ୍ୟ କରିବାରେ ଆଗ୍ରହୀ ରହିବେ। ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ। ନିଜର ଜୀବନକୁ ପରିବର୍ତ୍ତନ କରିବା ଲାଗି, ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଲାଗି କିଛି ଚିନ୍ତା ବିଚାର କରିବେ। ସମସ୍ତ ଗ୍ରହମାନଙ୍କର ସପୋର୍ଟ କାରଣରୁ ଆଜି ଯେଉଁ ବି କାର୍ଯ୍ୟ ହାତକୁ ନେବେ ସେଥିରେ ସଫଳତାର ସମ୍ଭାବନା ଅଧିକ ହିଁ ରହିବ। ପରିଶ୍ରମର ପୂର୍ଣ୍ଣ ଫଳ ପ୍ରାପ୍ତ କରିବେ ବା 2 ଗୁଣ ଫଳ ପ୍ରାପ୍ତ କରିବେ। ଦେହ ଭଲ ରହିବ। ପରିବାର ମଧ୍ୟରେ ସ୍ନେହରେ ବୃଦ୍ଧି ପରିଲକ୍ଷିତ ହେବ। ବ୍ୟବସାୟୀମାନେ ଅଧିକ ଖୁସି ରହିବେ। ଅତିରିକ୍ତ ଧନଲାଭ ପ୍ରାପ୍ତ କରିବେ। ଛାତ୍ରଛାତ୍ରୀମାନେ ଶୃଙ୍ଖଳିତ ଆଚରଣ କରିବେ। ପିତାମାତାଙ୍କର ନିର୍ଦ୍ଦେଶ ମାନି ଚଳିବେ। ବହୁଦିନରୁ ଲାଗି ରହିଥିବା ଅଭାବ ଅସୁବିଧାରୁ ମୁକ୍ତି ପାଇଁ ବାଟ ମିଳିବ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ। ପାରିବାରିକ ଜୀବନ ସୁଖପୂର୍ଣ୍ଣ ବ୍ୟତୀତ ହେବ। କିଛି ସାହସିକତାର କାର୍ଯ୍ୟ ପାଇଁ ମନ ବଳିବ। ଆପଣଙ୍କୁ ଭାଗ୍ୟର ସମ୍ପୂର୍ଣ୍ଣ ସହଯୋଗ ମିଳିବ। ଲୋକ ଆପଣଙ୍କର କଥାକୁ ପୁରା ଧ୍ୟାନ ଦେବେ। ଆପଣଙ୍କୁ କୌଣସି ଖୁସିର ଖବର ମିଳିବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ପିମ୍ପୁଡ଼ିମାନଙ୍କୁ ଡାଲି ଚୂରା ଅର୍ଥ କିଛି ଡାଲିକୁ ଚୁରି ଗୁଣ୍ଡ କରି କୌଣସି ଗୋଟିଏ ଗଛର ମୂଳରେ ରଖିଦେଇ ଆସନ୍ତୁ ଓ ଆଜି ଆପଣ ଧର୍ମ ଓ ସତ୍ୟ ମାର୍ଗରେ ଚାଲନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ କର୍କଟ ରାଶି ବିଷୟରେ ଜାଣିବା। ଶାରୀରିକ ସୁସ୍ଥତା ବଜାୟ ରହିବ। ମନରେ ପ୍ରସନ୍ନତା ରହିବ। ଅତିରିକ୍ତ ଉର୍ଜାର ଅନୁଭବ କରିବେ। ଅଟକି ରହିଥିବା କାର୍ଯ୍ୟ ଆଗେଇବ। ପୂର୍ବ ଯୋଜନାକୁ ସଫଳତାର ସହିତ ସମ୍ପନ୍ନ କରି ଖୁସି ହେବେ। ସମସ୍ତ କାର୍ଯ୍ୟ ଠିକ୍ ସମୟରେ ପୁରା ହେବ। ଆଜି ଯାହା ବି ଚାହିଁବେ ତାହା ପାଇବାରେ କୌଣସି ବି ଅସୁବିଧା ରହିବ ନାହିଁ। ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ। ଉପରିସ୍ଥ କର୍ମଚାରୀ ଆପଣଙ୍କ କାମରେ ଖୁସି ରହିବେ। ବନ୍ଧୁ ସମ୍ପର୍କ ବୃଦ୍ଧି ହେବ। ପୁରୁଣା ମିତ୍ରଙ୍କ ସହ ଭେଟ ହେବ। ସାଙ୍ଗସାଥି ତଥା ବନ୍ଧୁବାନ୍ଧବଙ୍କ ଗହଣରେ ଆନନ୍ଦ ଉଲ୍ଲାସରେ ଦିନ କାଟିବେ। ମହିଳାମାନଙ୍କ ଲାଗି ଦିନଟି ଅନୁକୂଳ। ମହିଳାମାନେ ଗୃହ ନିପୁଣ ରହିବେ। ପରିବାରରେ ସମସ୍ତଙ୍କର ପ୍ରିୟଭାଜନ ହେବେ। ଦାମ୍ପତ୍ୟ ଜୀବନ ସୁଖପୂର୍ଣ୍ଣ ବିତିବ। ପିତାପୁତ୍ରଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ। ଆର୍ଥିକ ସ୍ଥିତି ମଜବୁତ ରହିବ। ଦୂରଯାତ୍ରାର ଯୋଗ ବନୁଅଛି ଓ ଏହି ଯାତ୍ରା ଆପଣଙ୍କର ସଫଳ ହେବ। ତେବେ ଆଜି ମାତାଙ୍କର ସ୍ୱାସ୍ଥ୍ୟକୁ ନେଇ ଅଳ୍ପ ଆପଣ ଚିନ୍ତାରେ ରହିପାରନ୍ତି, ତ ମାତାଙ୍କର ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବାକି ପ୍ରତ୍ୟେକଟି କ୍ଷେତ୍ର ଭଲ ରହିବ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ। ବ୍ୟାପାରୀମାନଙ୍କ ଲାଗି ଦିନଟି ଅନୁକୂଳ ଓ ଶୁଭ ରହିବ। ଇଚ୍ଛା ମୁତାବକ ଆୟ କରିପାରିବେ। ବ୍ୟାପାରକୁ ବଢ଼ାଇବା ପାଇଁ ବିଚାର ଆସିବ। କୌଣସି ଗୋଟିଏ ନୂତନ ଆୟପନ୍ଥା ଖୋଲିଯିବ। ପରିବାର କ୍ଷେତ୍ରରେ ପାରସ୍ପରିକ ବୁଝାମଣା ବଢ଼ିବ। ଛାତ୍ରଛାତ୍ରୀମାନେ ସମୟାନୁବର୍ତ୍ତିତ ହୋଇ ପଢ଼ାପଢ଼ି କରିବେ। ପିତାମାତାଙ୍କ ଆଜ୍ଞା ମାନି ଚଳିବେ। ବହୁଦିନର କୌଣସି ଗୋଟିଏ ଚିନ୍ତା ଆଜି ଦୂର ହେବ। ସରକାରୀ ଚାକିରିଙ୍କ ଲାଗି ଦିନଟି ଉତ୍ତମ ରହିବ। ବରିଷ୍ଠ ଆପଣଙ୍କୁ ଉପହାର ଦେବେ। ବ୍ୟବସାୟରେ ବିସ୍ତାର ଲାଗି ଯୋଜନା କରିପାରନ୍ତି। ବଡ଼ଙ୍କ ଅନୁମତି ଲାଭପ୍ରଦ ରହିବ। ନିଜସ୍ୱ ସମ୍ବନ୍ଧକୁ ମଜବୁତ କରିବା ଲାଗି ଚେଷ୍ଟା କରିବେ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ଗୋଟିଏ ତମ୍ବାର ଜିନିଷ ନିଜର ଘର ପାଖରେ ଥିବା ବାଡ଼ିରେ ପୋତି ଦିଅନ୍ତୁ, ଯେପରି କେହି ନ ଦେଖନ୍ତି। ଏହା ଆପଣଙ୍କର ଆଖପାଖର ସମସ୍ତ ନକାରାତ୍ମକତା ଦୂର କରିବ ଏବଂ ଆଜି ଆପଣ କେବେ ବି ମିଛ କହିବେ ନାହିଁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ସିଂହ ରାଶି ବିଷୟରେ ଜାଣିବା। ମାନସିକ ଅସ୍ଥିରତା ଦେଖାଦେବ। ଆଜି କିଛି ନା କିଛି ସ୍ୱାସ୍ଥ୍ୟଗତ ସମସ୍ୟା ଦେଇ ଗତି କରିବେ। ଅଯଥା ଖର୍ଚ୍ଚ ଯୋଗୁଁ ମନ ଭାରାକ୍ରାନ୍ତ ହେବ। ପାରିବାରିକ ଜୀବନରେ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ମତାନ୍ତର ଓ ମନାନ୍ତର ଦେଖାଦେବ। ତ ଉଭୟଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ ଓ ନିଜ ନିଜ ମଧ୍ୟରେ କଟୁ ଶବ୍ଦର ବ୍ୟବହାର ଆଦୌ କରନ୍ତୁ ନାହିଁ। ସମୟକୁ ଏପରି ଭାବରେ ହିଁ ଯିବାକୁ ଦିଅନ୍ତୁ। ଜଣେ କହିଲେ ଆଉ ଜଣେ ଚୁପ୍ ହୋଇଯାଆନ୍ତୁ। ସବୁକିଛି ଠିକ୍ ହୋଇଯିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ମିଥ୍ୟା ନିନ୍ଦା ଅପବାଦର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁବର୍ଗରେ ଅପଦସ୍ଥ ହୋଇପାରନ୍ତି। ଥଟ୍ଟା ପରିହାସର ପାତ୍ର ହୋଇପାରନ୍ତି। ଅକାରଣରେ କୌଣସି ବିବାଦ ମଧ୍ୟକୁ ଛନ୍ଦି ହୋଇପାରନ୍ତି। ତ ଆଜି ଆପଣ ସମ୍ପୂର୍ଣ୍ଣ ରୂପେ ଖରାପ ମିତ୍ର ଓ କୁସଙ୍ଗଠାରୁ ଏବଂ କୁ ଅଭ୍ୟାସଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରୁହନ୍ତୁ। ନାହିଁ ତ କୌଣସି ଗୋଟିଏ ବଡ଼ ବିପଦରେ ପଡ଼ିପାରନ୍ତି। ଅକାରଣରେ ହିଁ ବିପଦ ମଧ୍ୟକୁ ଛନ୍ଦି ହୋଇପାରନ୍ତି। ଚାକିରିଆଙ୍କ ଲାଗି କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବିରୋଧ ଘଟିବ। ପ୍ରତ୍ୟେକଟି କାର୍ଯ୍ୟରେ ଆଜି କିଛି ନା କିଛି ବାଧା ଉପୁଜିବ। ଅନିଚ୍ଛା ସତ୍ତ୍ୱେ କାର୍ଯ୍ୟ କରିବାକୁ ବାଧ୍ୟ ହେବେ। ମୁଣ୍ଡରେ ଭାରିପଣ ରହିବ। ଆଜି କୌଣସି ବି ବଡ଼ ଧରଣର ନିଷ୍ପତ୍ତି ବା ନିବେଶ ଆଜି କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ପଢ଼ାପଢ଼ି ପ୍ରତି ଅବହେଳା ପ୍ରଦର୍ଶନ କରି ପଶ୍ଚାତାପ କରିବେ। ଚିଡ଼ିଚିଡ଼ା ସ୍ୱଭାବରେ ରହିବେ। ପ୍ରତିଟି କାର୍ଯ୍ୟକୁ ସତର୍କତାର ସହିତ କରନ୍ତୁ। କୌଣସି କଥାକୁ ନେଇ ଭାଇ ଭଉଣୀଙ୍କ ସହିତ ମତଭେଦ ହୋଇପାରେ। ବେପାର ବୃତ୍ତିରୁ ଲାଭ ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। କିଛି ସଂକ୍ରାନ୍ତରେ
ବଡ଼ଙ୍କ ପରାମର୍ଶ କାମରେ ଆସିବ। ଅତି ନିକଟତର ବନ୍ଧୁଙ୍କ ପ୍ରତି ସନ୍ଦେହ ଉପୁଜିବ। ଗୃହ ଭେଦ ଘଟିପାରେ। ଚାକିରି କ୍ଷେତ୍ରରେ ସହକର୍ମୀମାନଙ୍କର ଅସହଯୋଗ ଦେଖାଦେବ। ବ୍ୟବସାୟୀମାନେ ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ। ପୂର୍ବ ତୁଳନାରେ ଆୟ କମ୍ ରହିବ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ଗୋଟିଏ ମନ୍ଦିରରେ କିଛି ନା କିଛି ଦାନ କରନ୍ତୁ ଓ ସେଠାରେ ଥିବା ଭିକାରୀମାନଙ୍କୁ ଭୋଜନ କରାନ୍ତୁ। ଏବଂ ଆଜି ଆପଣ କାହାରି ଆଗରେ ନିଜର ପ୍ରଶଂସା କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ କନ୍ୟା ରାଶି ବିଷୟରେ ଜାଣିବା। ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରହିବ। କୌଣସି ମନୋରଞ୍ଜନ ଭିତ୍ତିକ କାର୍ଯ୍ୟକ୍ରମରେ ଯୋଗ ଦେବେ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ। ପାଖ ପଡ଼ୋଶୀ କିମ୍ବା ନିଜର ଲୋକମାନଙ୍କ ଦ୍ୱାରା କିଛି ସୁବିଧା ସୁଯୋଗ ପ୍ରାପ୍ତ ହେବ। ଅଦାଲତରେ ଚାଲୁଥିବା ନିର୍ଣ୍ଣୟ ଆପଣଙ୍କର ପକ୍ଷରେ ରହିବ। ପ୍ରକାଶନ, ପ୍ରଶାସନ ଓ ସାମ୍ବାଦିକତା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ଲାଗି ଆଜିର ଦିନଟି ଅନୁକୂଳ ଓ ଶୁଭ ସାବ୍ୟସ୍ତ ହେବ। ଜମି କିଣାବିକା କ୍ଷେତ୍ରରେ ଉନ୍ନତମାନର ଲାଭ ପାଇବେ। ଜମି ଦଲାଲମାନଙ୍କ ପାଇଁ ଧନଲାଭର ଦିନଟିଏ। ଅଟକି ରହିଥିବା କାର୍ଯ୍ୟ ଆଗେଇବ। ନିର୍ମାଣ କାର୍ଯ୍ୟର ଅଗ୍ରଗତି ଦେଖାଦେବ। ପରିବାର ମଧ୍ୟରେ ପାରସ୍ପରିକ ବୁଝାମଣା ରହିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ। କୌଣସି ଗୋଟିଏ ଶୁଭ ଖବର ମନରେ ପ୍ରସନ୍ନତା ଆଣିଦେବ। ମହିଳାମାନଙ୍କ ଲାଗି ଦିନଟି ଅତ୍ୟନ୍ତ ଶୁଭ। ମହିଳାମାନେ ନୂତନ ଗୃହ ଉପକରଣ କ୍ରୟ କରିବେ। କୌଣସି ଗୋଟିଏ ଖାସ୍ କାମରେ ଅନୁଭବୀଙ୍କ ସାହାଯ୍ୟ ପାଇବେ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। କାହାରିକୁ ହୃଦୟର ମନର କଥା କହିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ। ଚାକିରିଆଙ୍କ ଲାଗି ଭଲ ସୁଯୋଗ ଆସିପାରେ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପରିବାର ମଧ୍ୟରେ ହସଖୁସିର ଲହରୀ ରହିବ। ଶତ୍ରୁମାନେ ପରାସ୍ତ ହେବେ। ଆପଣ ଉର୍ଜାବାନ ରହିବେ ଓ ସକ୍ରିୟ ଜଣାଯିବେ। ପ୍ରତ୍ୟେକ କାର୍ଯ୍ୟକୁ ଦ୍ରୁତ ଗତିରେ ସମ୍ପାଦନ କରିବେ। ଅସମ୍ଭବ ପରି ଲାଗୁଥିବା କାର୍ଯ୍ୟକୁ ସହଜରେ ସମ୍ପନ୍ନ କରିପାରିବେ। ଭାଗ୍ୟର ପୂର୍ଣ୍ଣ ସହଯୋଗ ପ୍ରାପ୍ତ ହେବ। ଦୂରଯାତ୍ରାର ଯୋଗ ବନୁଅଛି। ଲଭ୍ ଲାଇଫ୍ ପାଇଁ ଦିନଟି ଭଲରେ କଟିବ। ବ୍ୟାପାରୀମାନେ ପୂର୍ବ ତୁଳନାରେ ଅଧିକ ଆୟ କରିବେ। ଚାକିରି କ୍ଷେତ୍ରରେ ଦିନଟି ଶୁଭ। ଛାତ୍ରଛାତ୍ରୀମାନଙ୍କର ପଢ଼ାପଢ଼ି ପ୍ରତି ଉତ୍ସାହ ବୃଦ୍ଧି ପାଇବ। ଭବିଷ୍ୟତକୁ ନେଇ କୌଣସି ଠୋସ୍ ଯୋଜନା ପ୍ରସ୍ତୁତ କରିବେ। ନିଜର ଜୀବନଶୈଳୀକୁ ପରିବର୍ତ୍ତନ କରିବା ଲାଗି ଚିନ୍ତା ବିଚାର କରିବେ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ଗୋଟିଏ କାଳି ଗାଈକୁ ସବୁଜ ଘାସ ବା କିଛି ଶାଗ ଗୁଡ଼ା ଖାଇବାକୁ ଦିଅନ୍ତୁ। ଏବଂ ଆଜି ଆପଣ ନିଜର ଗୁପ୍ତ କଥା କାହାରିକୁ ବି କୁହନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ତୁଳା ରାଶି ବିଷୟରେ ଜାଣିବା। ଆଜି ଉତ୍ସାହପ୍ରଦ ଦିନଟି ଆପଣଙ୍କ ପାଇଁ। କର୍ମକ୍ଷେତ୍ରରେ ଉତ୍ସାହର ସହିତ ସମସ୍ତ କାର୍ଯ୍ୟ ସମ୍ପାଦନ କରିବେ। ସଫଳତା ପ୍ରାପ୍ତି ହେବ। ଦେହ ଓ ମନ ଭଲ ରହିବ। ଆୟ ଅବ୍ୟାହତ ରହିବ। ମହିଳାମାନଙ୍କ ଲାଗି ଦିନଟି ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ପଡ଼ୋଶୀମାନଙ୍କ ସହ ମଧୁର ସମ୍ପର୍କ ବଜାୟ ରହିବ। ନିଜର ତ୍ରୁଟି ବୁଝିପାରିବେ ଓ କୌଣସି ଗୋଟିଏ ଯୋଜନା ପରିବର୍ତ୍ତନ କରିବେ ଓ ଏହା ଆପଣଙ୍କ ଲାଗି ଶୁଭ ରହିବ। ଦୂର ବନ୍ଧୁଙ୍କ ଦ୍ୱାରା ଉପକୃତ ହେବେ। ମାନସିକ ଦୃଢ଼ତା ବୃଦ୍ଧି ପାଇବ। ବନ୍ଧୁ ମେଳରେ ଆନନ୍ଦ ପାଇବେ। କୌଣସି ଗୋଟିଏ ଦୀର୍ଘଦିନର ସମସ୍ୟାର ସମାଧାନର ବାଟ ବାହାରିବ। ଦାମ୍ପତ୍ୟ ଜୀବନ ମଧୁରତାପୂର୍ଣ୍ଣ ରହିବ। ଦୂରଯାତ୍ରା କରିପାରନ୍ତି। କାର୍ଯ୍ୟକ୍ଷେତ୍ରରେ କର୍ତ୍ତୃପକ୍ଷଙ୍କ ସାହାଯ୍ୟ ମିଳିବ। ସୃଜନଶୀଳ ପ୍ରତିଭାର ବିକାଶ ଘଟିବ। ଅଧିକରୁ ଅଧିକ ଲାଭପ୍ରାପ୍ତ ହେବ। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ। ସମ୍ପର୍କୀୟମାନଙ୍କର ଘରକୁ ଯିବା ଆସିବା ଲାଗି ରହିବ। ପରିବାରର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। ମହିଳାମାନଙ୍କ ଲାଗି ଦିନଟି ଅନୁକୂଳ। ମହିଳାମାନେ ଗୃହ ନିପୁଣ ରହିବେ। ପରିବାରରେ ସମସ୍ତଙ୍କର ପ୍ରିୟଭାଜନ ହେବେ। ଦାମ୍ପତ୍ୟ ଜୀବନ ସୁଖପୂର୍ଣ୍ଣ ବିତିବ। ପିତାପୁତ୍ରଙ୍କ ମଧ୍ୟରେ ସମ୍ପର୍କ ସୁଦୃଢ଼ ହେବ। ଆର୍ଥିକ ସ୍ଥିତି ମଜବୁତ ରହିବ। ଦୂରଯାତ୍ରାର ଯୋଗ ବନୁଅଛି ଓ ଏହି ଯାତ୍ରା ଆପଣଙ୍କର ସଫଳ ହେବ। କ୍ୟାରିୟର ସଂକ୍ରାନ୍ତରେ କୌଣସି ବଡ଼ ସଫଳତା ପାଇବେ। ଭାଇ ଭାଇଙ୍କ ମଧ୍ୟରେ ସ୍ନେହରେ ବୃଦ୍ଧି ହେବ। ସମାଜରେ ଯଶ ଓ ସମ୍ମାନର ଅଧିକାରୀ ହେବେ। କବି ଓ ଲେଖକମାନଙ୍କ ପାଇଁ ଦିନଟି ଅତ୍ୟନ୍ତ ଅନୁକୂଳ। ଯେଉଁ କାର୍ଯ୍ୟ ହାତକୁ ନେବେ ସେଥିରେ ସଫଳ ରହିବେ। ଆର୍ଥିକ ସ୍ଥିତି ଆହୁରି ମଜବୁତ ହେବ। ଅଟକି ରହିଥିବା ଧନ ପାଖକୁ ଫେରି ଆସିବ। ପୂର୍ବ ଯୋଜନା ଫଳବତୀ ହେବ। ଅତିରିକ୍ତ ଉର୍ଜାର ଅନୁଭବ କରିବେ। ଦକ୍ଷତାର ଉପଯୋଗ କରିବେ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ଧଳା ରଙ୍ଗର ଟୋପି, ଚାଦର, ରୁମାଲ କିମ୍ବା ପଗଡ଼ି ଦ୍ୱାରା ନିଜର ଶିରକୁ ଆଚ୍ଛାଦନ କରି ରଖନ୍ତୁ। ଏବଂ ଆଜି ଆପଣଙ୍କୁ କେହି ଯଦି କିଛି ମାଗନ୍ତି ତ ଆପଣ ମନା କରନ୍ତୁ ନାହିଁ। ଯଥାସମ୍ଭବ ସାହାଯ୍ୟ କରନ୍ତୁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ବୃଷ ରାଶି ବିଷୟରେ ଜାଣିବା। ସୁସମ୍ବାଦ ପାଇ ଖୁସି ହେବେ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ପାରିବାରିକ ଜୀବନ ଆନନ୍ଦମୟ ରହିବ। ଚାକିରି କ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ପ୍ରାପ୍ତ କରିବେ। ଆୟରେ ସାମାନ୍ୟ ବୃଦ୍ଧି ହେବ। ପ୍ରିୟଜନଙ୍କଠାରୁ ଆଶାନୁରୂପ ଫଳପ୍ରାପ୍ତି ହେବ। ସ୍ୱାଦିଷ୍ଟ ଭୋଜନର ଯୋଗ ରହୁଅଛି। ଅପରାହ୍ନରେ ଭ୍ରମଣ ଓ ବନ୍ଧୁ ମିଳନର ଯୋଗ ରହୁଅଛି। ମାଲିମୁକଦ୍ଦମାରେ ବିଜୟୀ ହେବେ। ସମସ୍ତଙ୍କର ପ୍ରିୟଭାଜନ ହେବେ। ଅଯାଚିତ ସାହାଯ୍ୟ ମିଳିବ। ଅଭାବ ଦୂରେଇ ଯିବ। ନିଜର ବୁଦ୍ଧି ପ୍ରୟୋଗରୁ ଲାଭବାନ ହେବେ। ପୂର୍ବ ଯୋଜନା ମୁତାବକ ପ୍ରତ୍ୟେକ କାର୍ଯ୍ୟକୁ ସଠିକ ଭାବରେ ସମ୍ପାଦନ କରି ଖୁସି ହେବେ। ଦାମ୍ପତ୍ୟ ଜୀବନ ମଧୁରତାପୂର୍ଣ୍ଣ ରହିବ। ପୂର୍ବର ମତମତାନ୍ତର ଓ ମନାନ୍ତର ଦୂର ହେବ।
କୌଣସି ଗୋଟିଏ ଶୁଭ ଖବର ପ୍ରାପ୍ତ କରିବେ। ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ। ବ୍ୟାପାରୀମାନଙ୍କ ଲାଗି ଦିନଟି ଅନୁକୂଳ। ଆୟରେ ବୃଦ୍ଧି ପରିଲକ୍ଷିତ ହେବ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ। ଛାତ୍ରାବାସରେ ରହୁଥିବା ଛାତ୍ରମାନଙ୍କ ଲାଗି ଦିନଟି ଅତ୍ୟନ୍ତ ଶୁଭ ଓ ଅନୁକୂଳ ରହିବ। ଆଜି ଆପଣଙ୍କର ସ୍ୱଭାବ ଶାନ୍ତ ଓ ବ୍ୟବହାର ମିଷ୍ଟ ରହିବ। କୌଣସି ଗୋଟିଏ ଖାସ୍ କାମରେ ଅନୁଭବୀଙ୍କ ସାହାଯ୍ୟ ପାଇବେ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। କାହାରିକୁ ହୃଦୟର ମନର କଥା କହିବେ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜବୁତ ହେବ। ଚାକିରିଆଙ୍କ ଲାଗି ଭଲ ସୁଯୋଗ ଆସିପାରେ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ଦଳରେ ପ୍ରାଧାନ୍ୟ ବୃଦ୍ଧି ହେବ। ବ୍ୟବସାୟ ଓ ଚାକିରି ସମ୍ପର୍କିତ କାମ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ଠିକ୍ ରହିବ। ଲେଖକଙ୍କୁ ଆଜି ପୁରସ୍କାର ମିଳିପାରେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲିଯିବା ଲାଗି ଯୋଜନା କରିବେ। ପ୍ରଭୁଙ୍କ ପୂଜାର୍ଚ୍ଚନାରେ ଆତ୍ମସନ୍ତୋଷ ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମଭାବ ରହିବ। ଆପଣଙ୍କୁ କୌଣସି ସଂସ୍ଥାରେ ସମ୍ମାନିତ କରାଯାଇପାରେ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ନଦୀ, ନାଳ କିମ୍ବା ସମୁଦ୍ରରେ ତମ୍ବା ପଇସାଟିଏ ପକାଇ ଦିଅନ୍ତୁ। ଏବଂ ତା ସହିତ ଆଜି ଆପଣ କୌଣସି ବି ବ୍ୟକ୍ତିଙ୍କୁ ସେ ଥିବା ଅବସ୍ଥାରେ ବା ନଥିବା ଅବସ୍ଥାରେ ତାଙ୍କର ଉପହାସ ବା ପରିହାସ କରନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ଧନୁରାଶି ବିଷୟରେ ଜାଣିବା। ସ୍ୱାସ୍ଥ୍ୟ ହେତୁକ ସମସ୍ୟା ଉପୁଜିବ। ସେଥିପାଇଁ ଆଜିର ଦିନରେ ସ୍ୱାସ୍ଥ୍ୟକୁ ନେଇ ଜଗି ରଖି ଚଳନ୍ତୁ। ବାହାରର ଖାଦ୍ୟଠାରୁ ଦୂରେଇ ରୁହନ୍ତୁ। କର୍ମକ୍ଷେତ୍ରରେ ଉଦାସୀନ ରହିବେ। ରୋଜଗାର କମିଯିବାର ଅନୁଭବ କରିବେ। ଦାମ୍ପତ୍ୟ ଜୀବନରେ ବୁଝାମଣାର ଅଭାବ ପରିଲକ୍ଷିତ ହେବ। ରାଜନୈତିକ ବ୍ୟକ୍ତିବିଶେଷ ନିନ୍ଦା ଅପବାଦର ଶିକାର ହେବେ। କୌଣସି ଦ୍ରବ୍ୟ ଭାଙ୍ଗି ହଜି କିମ୍ବା ଚୋରି ହେବାର ସମ୍ଭାବନା ରହୁଅଛି। ସେଥିପାଇଁ ସାବଧାନ ରୁହନ୍ତୁ। ମହିଳାମାନେ ବାହାରକୁ ଯିବା ସମୟରେ ସତର୍କ ରୁହନ୍ତୁ, କାରଣ ଆଜି ଚୌର ଭୟ ରହୁଅଛି। ବିରକ୍ତି ବଢ଼ିବାକୁ ଲାଗିବ। କୌଣସି ଗୋଟିଏ ଅଯଥା କଥାରେ ସମୟ ନଷ୍ଟ କରି ଅନୁତାପ କରିବେ। ଆଳସ୍ୟରେ ବୃଦ୍ଧି ହେବ, ଯେଉଁ କାରଣରୁ ପ୍ରତ୍ୟେକଟି କାର୍ଯ୍ୟ ବିଳମ୍ବରେ ସମ୍ପାଦନ କରିବେ। କର୍ମକ୍ଷେତ୍ରରେ ବାତାବରଣ ଅଶାନ୍ତ ରହିବ। ବ୍ୟବସାୟରେ ଲାଭ କମ୍ ରହିବ। ପ୍ରତିଦ୍ୱନ୍ଦିତା ବଢ଼ିବା କାରଣରୁ ଚିନ୍ତିତ ରହିବେ। ଥଟ୍ଟା ପରିହାସର ପାତ୍ର ହୋଇପାରନ୍ତି। ଅକାରଣରେ କୌଣସି ବିବାଦ ମଧ୍ୟକୁ ଛନ୍ଦି ହୋଇପାରନ୍ତି। ତ ଆଜି ଆପଣ ସମ୍ପୂର୍ଣ୍ଣ ରୂପେ ଖରାପ ମିତ୍ର ଓ କୁସଙ୍ଗଠାରୁ ଏବଂ କୁ ଅଭ୍ୟାସଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରୁହନ୍ତୁ। ଛାତ୍ରଛାତ୍ରୀମାନେ ସମୟର ଅପଚୟ କରିବେ। କୌଣସି ଗୋଟିଏ ନିର୍ମାଣାଧୀନ କାର୍ଯ୍ୟରେ ବାଧା ଉପୁଜିପାରେ। ପୂର୍ବ ଯୋଜନାକୁ ଫଳବତୀ କରିବାରେ ବିଫଳ ହେବେ। ଲଭ୍ ଲାଇଫ୍ ପାଇଁ ଦିନଟି ଅନୁକୂଳ ନୁହେଁ। ବିଭିନ୍ନ କାରଣରୁ ମର୍ମାହତ ହୋଇପାରନ୍ତି। ପାରିବାରିକ ଜଞ୍ଜାଳ ବଢ଼ିବ। ଅଜାଣତରେ କ୍ଷତିଗ୍ରସ୍ତ ହେବେ। ବିଚାରରେ ବିଭ୍ରାଟ ଘଟିପାରେ। ଆଜି କୌଣସି ବି ନିବେଶ ଆପଣଙ୍କ ପାଇଁ ଶୁଭ ନୁହେଁ। ଅଫିସ ଯିବା ସମୟରେ ଜରୁରୀ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ। ବ୍ୟବସାୟରେ ଭାଗିଦାରୀ ସହିତ ଯୁକ୍ତିତର୍କ ହୋଇପାରେ। ଆଜି ଅଯଥା ଖର୍ଚ୍ଚରେ ବୃଦ୍ଧି ଅଛି। ସେଥିପାଇଁ ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ଏକ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ କିଛି ଜଳ ପିଇକରି କାର୍ଯ୍ୟକ୍ରମ ଆରମ୍ଭ କରନ୍ତୁ ଏବଂ ଘରୁ ବାହାରିବା ସମୟରେ ଗୁରୁଜନଙ୍କ ପାଦ ଛୁଇଁ ପ୍ରସ୍ଥାନ କରନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବା। ମକର ରାଶି ବିଷୟରେ ଜାଣିବା। ପ୍ରିୟଜନଙ୍କ ସହ ବିବାଦ ଦେଖାଦେଇପାରେ। ଆଜି ବାକ୍ ସଂଯମର ସବୁଠାରୁ ଅଧିକ ଆବଶ୍ୟକତା ପଡ଼ିବ। ଆଜି କୌଣସି ବି ବିବାଦୀୟ ମନ୍ତବ୍ୟ ଦିଅନ୍ତୁ ନାହିଁ। କୌଣସି ବି ଶବ୍ଦ କହିବା ସମୟରେ ଉଚିତ ଶବ୍ଦର ନିର୍ଣ୍ଣୟ କରନ୍ତୁ, କାହିଁକି ନା ଆପଣଙ୍କ ଶବ୍ଦର ଅର୍ଥରୁ ଅନର୍ଥ ଘଟିପାରେ। ମହିଳାମାନେ ଆଳସ୍ୟପରାୟଣ ହେବେ। ଆଜି କିଛି ଛୋଟ ମୋଟ ଶାରୀରିକ ସମସ୍ୟା ଦେଖାଦେବ। ସେଥିପାଇଁ ଆଜି ଶାରୀରିକ ସଚେତନତାର ଆବଶ୍ୟକତା ରହିଛି ଓ ଯେତେ ବି ଛୋଟିଆ ରୋଗଟିଏ ହେଲେ ମଧ୍ୟ ତାହାର ଅବହେଳା କରନ୍ତୁ ନାହିଁ। ପାରିବାରିକ ଖର୍ଚ୍ଚରେ ବୃଦ୍ଧି ହେତୁ ଚିନ୍ତିତ ରହିବେ। ସତର୍କ ରହି ମଧ୍ୟ କ୍ଷତିର ସମ୍ମୁଖୀନ ହେବେ। ତରତର ହୋଇ କାର୍ଯ୍ୟ କଲେ ଅଧିକ କ୍ଷତିରେ ପଡ଼ିବେ। କୌଣସି ଗୋଟିଏ ଅଯଥା ଆଶଙ୍କା ଅନୁଭବ କରିବେ। କୌଣସି କାରଣକୁ ନେଇ ମନରେ ଭୟ ଦେଖାଦେବ। ମନ ଅସ୍ଥିର ରହିବ। ଭୁଲ ସିଦ୍ଧାନ୍ତ ନେଇ ଅଧିକା ଖର୍ଚ୍ଚାନ୍ତ ହେବେ। ଅତି ନିକଟତର ବନ୍ଧୁଙ୍କ ପ୍ରତି ସନ୍ଦେହ ଉପୁଜିବ। ଗୃହ ଭେଦ ଘଟିପାରେ। ଚାକିରି କ୍ଷେତ୍ରରେ ସହକର୍ମୀମାନଙ୍କର ଅସହଯୋଗ ଦେଖାଦେବ। ବ୍ୟବସାୟୀମାନେ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବେ। ପୂର୍ବ ତୁଳନାରେ ଆୟ କମ୍ ରହିବ। ଲଭ୍ ଲାଇଫ୍ ପାଇଁ ଦିନଟି ଭଲ ନୁହେଁ। ମାଲି ମୋକଦ୍ଦମାରେ ରାୟ ଆପଣଙ୍କର ବିପକ୍ଷରେ ଯାଇପାରେ। ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିରେ କିଛି ନା କିଛି ବାଧା ଉପୁଜିବ। ପୌତ୍ରିକ ସମ୍ପତ୍ତି ପାଇଁ ଅଶାନ୍ତି ବଢ଼ିବ। ଛାତ୍ରଛାତ୍ରୀମାନଙ୍କ ଲାଗି ଦିନଟି ଅନୁକୂଳ ନୁହେଁ। ପଢ଼ାପଢ଼ି ପ୍ରତି ମନ ଲାଗିବ ନାହିଁ। ମନ ଅସ୍ଥିର ରହିବ। ଗୁରୁଜନଙ୍କ ଆଜ୍ଞାକୁ ଅବଜ୍ଞା କରି ଅସୁବିଧାରେ ପଡ଼ିବେ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ମିଥ୍ୟା ନିନ୍ଦା ଅପବାଦର ସମ୍ମୁଖୀନ ହେବାକୁ ପଡ଼ିପାରେ। ବନ୍ଧୁବର୍ଗରେ ଅପଦସ୍ଥ ହୋଇପାରନ୍ତି। ଥଟ୍ଟା ପରିହାସର ପାତ୍ର ହୋଇପାରନ୍ତି। ଅକାରଣରେ କୌଣସି ବିବାଦ ମଧ୍ୟକୁ ଛନ୍ଦି ହୋଇପାରନ୍ତି। ତ ଆଜି ଆପଣ ସମ୍ପୂର୍ଣ୍ଣ ରୂପେ ଖରାପ ମିତ୍ର ଓ କୁସଙ୍ଗଠାରୁ ଏବଂ କୁ ଅଭ୍ୟାସଠାରୁ ସମ୍ପୂର୍ଣ୍ଣ ରୂପେ ଦୂରେଇ ରୁହନ୍ତୁ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଗୃହରେ ଥିବା ଗୁରୁଜନ ବୟସ୍କ ବ୍ୟକ୍ତିଙ୍କର ପାଦ ଛୁଇଁ ଆଶୀର୍ବାଦ ନିଅନ୍ତୁ। ଏହାଦ୍ୱାରା ଆପଣଙ୍କର ଚନ୍ଦ୍ରଜନିତ ଅଶୁଭତ୍ୱ ଦୂର ହେବ ଏବଂ ଆଜି ଆପଣ କାହାରି ମନରେ ବି କଷ୍ଟ ଦିଅନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ କୁମ୍ଭ ରାଶି ବିଷୟରେ ଜାଣିବା। କୌଣସି ଗୋଟିଏ ସୁଖବର ହସ୍ତଗତ ହେବ।
ଯାହାକି ମନରେ ପ୍ରସନ୍ନତା ଆଣିଦେବ। ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। ମହିଳାମାନଙ୍କ ଲାଗି ଦିନଟି ଅତ୍ୟନ୍ତ ଶୁଭ। ମହିଳାମାନେ ଗୃହକର୍ମରେ ଲିପ୍ତ ରହି ଆତ୍ମତୃପ୍ତି ଲାଭ କରିବେ। ପଡ଼ୋଶୀମାନଙ୍କ ସହ ସମ୍ପର୍କରେ ସୁଧାର ଆସିବ। ଆୟ ଓ ବ୍ୟୟ ସମାନ ରହିବ। ଶିଳ୍ପ, ବାଣିଜ୍ୟ, ପରିବହନ, ବ୍ୟବସାୟ, ସଭାସମିତି ଓ ଜମିଜମା କ୍ଷେତ୍ରରେ ଉନ୍ନତମାନର ଫଳପ୍ରାପ୍ତ କରିବେ। କୋର୍ଟରେ ଚାଲୁଥିବା କୌଣସି ଗୋଟିଏ ନିର୍ଣ୍ଣୟ ଆପଣଙ୍କର ପକ୍ଷରେ ରହିବ। ଶତ୍ରୁ ପରାସ୍ତ ହେବେ। ସମାଜରେ ଯଶ ଓ ଖ୍ୟାତିର ବୃଦ୍ଧି ଘଟିବ। ସେବା ଭାବରେ ଉଦ୍ବୃଦ୍ଧି ହେବ। ପର ଉପକାର କରି ଖୁସି ହେବେ। ଦ୍ରବ୍ୟ ଲାଭ ଘଟିପାରେ। କଥାରେ ଲୋକଙ୍କୁ ବାନ୍ଧି ରଖିବେ। ଐତିହ୍ୟ କାର୍ଯ୍ୟରେ ମନ ବଳିବ। ଉର୍ଜାବାନ ଜଣାଯିବେ। ପ୍ରତ୍ୟେକଟି କାର୍ଯ୍ୟକୁ ଉତ୍ସାହ ଓ ଆଗ୍ରହ ସହିତ ସମ୍ପନ୍ନ କରି ଖୁସି ହେବେ। ପରିବାର ମଧ୍ୟରେ ମତମତାନ୍ତର ଦୂର ହେବ। ସ୍ନେହରେ ବୃଦ୍ଧି ହେବ। ଦାମ୍ପତ୍ୟ ଜୀବନ ମଧୁରତାପୂର୍ଣ୍ଣ ରହିବ। ଚାକିରିଆଙ୍କ ଲାଗି ଦିନଟି ଭଲ। ବ୍ୟାପାରୀମାନେ ବ୍ୟାପାରକୁ ଉନ୍ନତ କରିବା ଲାଗି ନୂଆ ଯୋଜନା ପ୍ରସ୍ତୁତ କରିବେ। କୌଣସି ବି କ୍ଷେତ୍ରରେ ନିବେଶ ଆଜି ଆପଣଙ୍କ ଲାଗି ଅତ୍ୟନ୍ତ ହିଁ ଶୁଭ ରହିବ। ଅଧିକରୁ ଅଧିକ ଲାଭପ୍ରାପ୍ତ ହେବ। ବେପାରୀ ବର୍ଗଙ୍କୁ ଅଚାନକ ଧନ ଲାଭ ହେବ। ସମ୍ପର୍କୀୟମାନଙ୍କର ଘରକୁ ଯିବା ଆସିବା ଲାଗି ରହିବ। ପରିବାରର ପୂର୍ଣ୍ଣ ସ୍ନେହ ଓ ସହଯୋଗ ପାଇବେ। କ୍ୟାରିୟର ସଂକ୍ରାନ୍ତରେ କୌଣସି ବଡ଼ ସଫଳତା ପାଇବେ। ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି ତ ତାଙ୍କୁ ମନର କଥା କହିବା ପାଇଁ ଦିନଟି ଭଲ। ଅଫିସରେ ଦିଆଯାଇଥିବା କାମ ସହଜରେ ସମ୍ପନ୍ନ କରିନେବେ। କୌଣସି ଖୁସିର ଖବର ମିଳିବ। ଛାତ୍ରଛାତ୍ରୀମାନେ ସାଙ୍ଗସାଥି ମେଳରେ ମୌଜ ମଜଲିସରେ ଦିନ କାଟିବେ। ତ ପ୍ରତ୍ୟେକ ଦୃଷ୍ଟିରୁ ଆଜିର ଦିନଟି ଆପଣଙ୍କ ଲାଗି ଭଲ। ତ ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ ଗୋଟିଏ ଧଳା କପଡ଼ାରେ ଚାଉଳ ଓ ମିଶ୍ରି ବାନ୍ଧି ବହିଯାଉଥିବା ଜଳରେ ଭସାଇ ଦିଅନ୍ତୁ ଏବଂ ତା ସହିତ ଆଜି ଆପଣ କୌଣସି ବି ଏକ ଧର୍ମସ୍ଥାନକୁ ଅବଶ୍ୟ ବୁଲି ଯାଆନ୍ତୁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ। ଏବେ ଆସନ୍ତୁ ମୀନ ରାଶି ବିଷୟରେ ଜାଣିବା। ଥଣ୍ଡା କଫ ଭଳି ଛୋଟ ମୋଟ ଶାରୀରିକ ସମସ୍ୟା ଦେଖାଦେବ। କର୍ମକ୍ଷେତ୍ରରେ ସହକର୍ମୀମାନଙ୍କର ଅସହଯୋଗ ଅସହ୍ୟ ହେବ। ଖର୍ଚ୍ଚ ବଢ଼ିବା କାରଣରୁ ଚିନ୍ତିତ ରହିବେ। ପାରିବାରିକ ଅଶାନ୍ତି ବଢ଼ିବ। ମୋହରେ ପଡ଼ି କ୍ଷତିଗ୍ରସ୍ତ ହେବେ। କୌଣସି ଗୋଟିଏ ଅଯଥା କଥାରେ ସମୟ ନଷ୍ଟ କରି ଅନୁତାପ କରିବେ। ଆଳସ୍ୟରେ ବୃଦ୍ଧି ହେବ। ଯେଉଁ କାରଣରୁ ପ୍ରତ୍ୟେକଟି କାର୍ଯ୍ୟ ବିଳମ୍ବରେ ସମ୍ପାଦନ କରିବେ। କର୍ମକ୍ଷେତ୍ରରେ ବାତାବରଣ ଅଶାନ୍ତ ରହିବ। ବ୍ୟବସାୟରେ ଲାଭ କମ୍ ରହିବ। ପ୍ରତିଦ୍ୱନ୍ଦିତା ବଢ଼ିବା କାରଣରୁ ଚିନ୍ତିତ ରହିବେ। ସାମାନ୍ୟ ଘଟଣାରୁ ଦ୍ୱନ୍ଦ୍ୱ ଉପୁଜିବ। ଯାନବାହନରେ ତ୍ରୁଟି ଦେଖାଦେବ। ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଠକାମିର ଶିକାର ହୋଇପାରନ୍ତି। ସେଥିପାଇଁ ଆଜି ସତର୍କ ରୁହନ୍ତୁ। କାହା ସହିତ ବି ଆଜି ଆବଶ୍ୟକତାଠାରୁ ଅଧିକ ମିଶନ୍ତୁ ନାହିଁ। କୌଣସି ଗୋଟିଏ ନିର୍ମାଣାଧୀନ କାର୍ଯ୍ୟରେ ବାଧା ଉପୁଜିପାରେ। ଚୋର ଭୟ ରହୁଅଛି। ସେଥିପାଇଁ ସାବଧାନ ରୁହନ୍ତୁ। ଆପଣଙ୍କର ସମ୍ମାନରେ ଆଞ୍ଚ ଆସିପାରେ। ସେଥିପାଇଁ ଆଜି ଆପଣ ସମ୍ପୂର୍ଣ୍ଣ ରୂପେ କୁସଙ୍ଗ ଓ ଖରାପ ମିତ୍ରମାନଙ୍କଠାରୁ ଦୂରେଇ ରୁହନ୍ତୁ। ନାହିଁ ତ ଅକାରଣରେ ବିପଦରେ ପଡ଼ିପାରନ୍ତି। କୌଣସି ବଡ଼ ଧରଣର ନିର୍ଣ୍ଣୟ ବା ନିଷ୍ପତ୍ତି ଆଜି ନିଅନ୍ତୁ ନାହିଁ। ବଡ଼ ଧରଣର ନିବେଶ ଆଜିର ଦିନରେ ଆପଣଙ୍କ ପାଇଁ ଠିକ୍ ନୁହେଁ। କାରଣ ଆପଣ କିଛି ଭୁଲ କରିପାରନ୍ତି। ପାଖ ପଡ଼ୋଶୀ ଶତ୍ରୁତା ପରି ଆଚରିବେ। ଛାତ୍ରଛାତ୍ରୀମାନେ ବିଶୃଙ୍ଖଳିତ ହେବେ। ପିତାମାତାଙ୍କ ଆଜ୍ଞାକୁ ଅବଜ୍ଞା କରି ଅନୁତାପ କରିବେ। କୌଣସି କାର୍ଯ୍ୟ ନ କରି ମଧ୍ୟ ଅଯଥା ହନ୍ତସନ୍ତ ହୋଇପାରନ୍ତି। ସେଥିପାଇଁ ଆଜି ପ୍ରତିଟି କ୍ଷେତ୍ରରେ ସାବଧାନ ଓ ସତର୍କ ରୁହନ୍ତୁ। ତେବେ ଆଜି ମୀନ ରାଶିରେ ହାତଚନ୍ଦ୍ର ଭୋଗ ହେତୁ ପ୍ରତିଟି କାର୍ଯ୍ୟକୁ ସତର୍କତାର ସହିତ କରନ୍ତୁ। ଯାନବାହନ ଚଳାଇବା ସମୟରେ ସାବଧାନ ରୁହନ୍ତୁ। କୌଣସି ରିସ୍କ ନେଇ କାର୍ଯ୍ୟ ଆଜି କରନ୍ତୁ ନାହିଁ ଓ ଦୂରଯାତ୍ରା କରୁଥିଲେ ସାବଧାନ ଓ ସତର୍କ ରୁହନ୍ତୁ। ଆଜିର ଦିନଟିକୁ ଆପଣ ଶୁଭମୟ କରିବା ପାଇଁ ଆଜି ଆପଣ କୌଣସି ଗୋଟିଏ ତମ୍ବାର ଜିନିଷ ନିଜର ଘର ପାଖରେ ଥିବା ବାଡ଼ିରେ ପୋତି ଦିଅନ୍ତୁ, ଯେପରି କେହି ନ ଦେଖନ୍ତି। ଏହା ଆପଣଙ୍କର ଆଖପାଖର ସମସ୍ତ ନକାରାତ୍ମକତା ଦୂର କରିବ ଏବଂ ଆଜି ଆପଣ କେବେ ବି ମିଛ କହିବେ ନାହିଁ। ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ହିଁ ଶୁଭ ସାବ୍ୟସ୍ତ ହେବ।